ଦେଖନ୍ତୁ ବନ୍ଧୁମାନେ, ଆପଣମାନଙ୍କୁ ପିଏମ୍ କିଷାନ ଟଙ୍କା ମିଳିସାରିଛି। ଏବେ ସିଏମ୍ କିଷାନ ଟଙ୍କା ଦେଖନ୍ତୁ। ସିଏମ୍ କିଷାନର ଟଙ୍କା ପାଇବା ପୂର୍ବରୁ ଆପଣମାନଙ୍କୁ ବହୁତ କିଛି କରିବାକୁ ପଡ଼ିବ। ତେଣୁ ଆପଣମାନଙ୍କୁ କ'ଣ କ'ଣ କରିବାକୁ ପଡ଼ିବ ଏ ଭିଡ଼ିଓରେ ମୁଁ କହିବି। ଚାଲନ୍ତୁ ଦେଖିବା ସିଏମ୍ କିଷାନର କ'ଣ ଅପଡେଟ୍ ରହିଛି। ଦେଖନ୍ତୁ ବନ୍ଧୁମାନେ, ସିଏମ୍ କିଷାନ ଅଧୀନରେ ଯେଉଁ ଅପଡେଟ୍ଟି ସରକାରଙ୍କ ତରଫରୁ ରହିଛି ତାହା ମୁଁ ଆପଣମାନଙ୍କ ଆଗରେ କହୁଛି। ଦେଖନ୍ତୁ, ସିଏମ୍ କିଷାନ ଯୋଜନାରେ ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଆପଣ ଜଣେ ଚାଷୀ, ଆପଣଙ୍କ ପାଇଁ ବହୁତ ବଡ଼ ସୂଚନା ରହିଛି। କ'ଣ ସେ ସୂଚନା? ଦେଖନ୍ତୁ ବନ୍ଧୁମାନେ, ଯଦି ଆପଣ ସିଏମ୍ କିଷାନ ଅଧୀନରେ ବର୍ଷକୁ 4,000 ଟଙ୍କା ପାଉଛନ୍ତି, ଆପଣ ଯଦି କ୍ଷୁଦ୍ରତମ ଚାଷୀ ଅଟନ୍ତି, ତାହେଲେ ଦେଖନ୍ତୁ ଆପଣମାନେ ନିହାତି ଜାଣି ରଖନ୍ତୁ ଯେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା। ଯଦି ଆପଣଙ୍କର ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ ହୋଇନାହିଁ କିମ୍ବା ଆପଣ କୃଷକ ଓଡ଼ିଶା ପୋର୍ଟାଲରେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି, ତାହେଲେ ଆପଣଙ୍କ ପାଇଁ ବହୁତ ବଡ଼ ସୂଚନା ରହିଛି। ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା, ଆପଣମାନଙ୍କୁ ଡିସେମ୍ବର 31, 2025 ସୁଦ୍ଧା ଯଦି ଆପଣ ପଞ୍ଜୀକରଣ କରିବେ ନାହିଁ, ପଞ୍ଜୀକରଣର ଶେଷ ତାରିଖ ରହୁଛି 31 ଡିସେମ୍ବର 2025, ତାହେଲେ ଆପଣ ସିଏମ୍ କିଷାନରୁ ବଞ୍ଚିତ ରହିବେ। ସିଏମ୍ କିଷାନର ଟଙ୍କା ଆଗାମୀ କିସ୍ତିରେ ଆପଣମାନେ ବଞ୍ଚିତ ରହିବେ ଏବଂ ସରକାରଙ୍କ ଠାରୁ 2,000 ଟଙ୍କା ପାଇପାରିବେ ନାହିଁ। ତେଣୁ ମନେ ରଖନ୍ତୁ, ଆପଣଙ୍କୁ ପଞ୍ଜୀକରଣ କରିବାର ଶେଷ ତାରିଖ ସରକାର ଦେଇସାରିଛନ୍ତି 31 ଡିସେମ୍ବର 2025। ଆପଣ ଯାଇ ଓଡ଼ିଶା କୃଷକ ପୋର୍ଟାଲରେ ପଞ୍ଜୀକରଣ କରିନିଅନ୍ତୁ। କେଉଁଠାରେ ପଞ୍ଜୀକରଣ କରିବେ ନା, ଆପଣଙ୍କ ନିକଟସ୍ଥ ସିଏସ୍ସି ସେଣ୍ଟରକୁ ଯିବେ, ଆପଣ ସେଥିରେ ପଞ୍ଜୀକରଣ କରିନିଅନ୍ତୁ। ମନେ ରଖନ୍ତୁ ବନ୍ଧୁମାନେ, ପଞ୍ଜୀକରଣ ସମୟରେ ଆପଣ କ'ଣ କ'ଣ କରିବାକୁ ପଡ଼ିବ ନା, ଆପଣଙ୍କର ଆଧାର ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି ସାଥିରେ ନେଇକି ଯିବେ। ସେହି ମୋବାଇଲ ନମ୍ବର ଲିଙ୍କରେ ଆପଣ ଇକେୱାଇସି କରିବାକୁ ପଡ଼ିବ। ଇକେୱାଇସି ସମୟରେ ଆପଣଙ୍କ ମୋବାଇଲ ନମ୍ବରକୁ ଓଟିପି ଆସିବ। ଓଟିପି ଦେଇ ଆପଣ ଇକେୱାଇସି କମ୍ପ୍ଲିଟ୍ କରିବେ ଏବଂ ଆପଣଙ୍କ ସାଙ୍ଗରେ ରେସନ କାର୍ଡକୁ ବି ନେଇଯାଇଥିବେ। ରେସନ କାର୍ଡ ମାଧ୍ୟମରେ ବି ଆପଣ ଇକେୱାଇସି ଫିଙ୍ଗର ପ୍ରିଣ୍ଟ ଦେଇ କିମ୍ବା ଆପଣ ଆଖି ଦେଖେଇ ଆପଣଙ୍କର କ'ଣ ଇକେୱାଇସି କମ୍ପ୍ଲିଟ୍ କରିପାରିବେ। ତାହେଲେ ଯାଇ ଆପଣ କୃଷକ ଓଡ଼ିଶାରେ ଆପଣ ରେଜିଷ୍ଟ୍ରେସନ କରିବେ, ତାହେଲେ ପରବର୍ତ୍ତୀ କିସ୍ତି ଆପଣ ପାଇପାରିବେ। ଏବେ ଚାଲନ୍ତୁ ଦେଖିବା ସିଏମ୍ କିଷାନରେ କ'ଣ ଅପଡେଟ୍ ରହିଛି। ସିଏମ୍ କିଷାନ ଅପଡେଟ୍ ୱେବସାଇଟ୍ରେ ମୁଁ ପଳେଇ ଆସିଛି। ଏହି ୱେବସାଇଟ୍ରେ ଆମେ କ'ଣ କ'ଣ ଜାଣିବାକୁ ପାଇବା। ଦେଖନ୍ତୁ ବନ୍ଧୁମାନେ, ସିଏମ୍ କିଷାନରେ ଏଇଠି ଦେଖନ୍ତୁ ପିଏମ୍ କିଷାନ ଓ ସିଏମ୍ କିଷାନ ନିମନ୍ତେ ଚାଷୀ ପଞ୍ଜୀକରଣ। ଆପଣ ପଞ୍ଜୀକରଣ କରିବା ପାଇଁ କ'ଣ କ'ଣ ସବୁ ନିର୍ଦ୍ଦେଶାବଳୀ ରହିଛି ଏହି ୱେବସାଇଟ୍ରେ ଆପଣ ପାଇପାରିବେ ଏବଂ କିପରି ଇକେୱାଇସି ନିଜର ସ୍ଥିତି ଯାଞ୍ଚ କରିପାରିବେ ତାହା ବି ୱେବସାଇଟ୍ରେ ରହିଛି। ଏବଂ ଇକେୱାଇସି ସ୍ଥିତି ଯାଞ୍ଚ କରନ୍ତୁ, ଯଦି ଆପଣ ସେଇ ଜାଗାରେ କ୍ଲିକ୍ କରିବେ, ଆପଣ ଆଧାର ନମ୍ବର ଦେଇ ଆପଣ ଇକେୱାଇସି ଆପଣ ଠିକ୍ ଅଛି ନା ନାହିଁ, ଆପଣ ଇକେୱାଇସି କରିଛନ୍ତି ନା ନାହିଁ, ସବୁ ବିବରଣୀ ଆପଣ ସେଥିରେ ଜାଣିପାରିବେ। ଦେଖନ୍ତୁ, ଆମେ ସିଏମ୍ କିଷାନରେ ବର୍ଷକୁ 4,000 ଟଙ୍କା ପାଉଛୁ ଏବଂ ପିଏମ୍ କିଷାନ ଅଧୀନରେ ବର୍ଷକୁ 6,000 ଟଙ୍କା ପାଉଛୁ। ତେଣୁ ଏହି ଟଙ୍କା ଆପଣଙ୍କ ହାତରୁ ଚାଲି ନ ଯାଉ। ସରକାର ସବୁବେଳେ ଟଙ୍କା ପାଇବା ପାଇଁ ହେଲେ ସରକାରଙ୍କ ଠାରୁ ଆପଣଙ୍କୁ ଇକେୱାଇସି କରିବାକୁ ପଡ଼ିବ। କୃଷକ ପୋର୍ଟାଲରେ ଯାଇ ଆପଣ ଚାଷୀ ଭାବେ ପଞ୍ଜୀକରଣ କରିବାକୁ ପଡ଼ିବ। ନହେଲେ ଆପଣ କ'ଣ ନା, ପିଏମ୍ କିଷାନ ସିଏମ୍ କିଷାନ ଦୁଇଟି ଯାକ ଯଦି ଆପଣ ଜଣେ କୃଷକ ଅଟନ୍ତି, ଦୁଇଟିରୁ ଆପଣ କଟିଯାଇ ପାରନ୍ତି। ତେଣୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଆପଣ ଭିଡ଼ିଓରେ ଯଦି ଲାଇକ୍ କରିନାହାନ୍ତି ଲାଇକ୍ କରିଦିଅନ୍ତୁ ଏବଂ ସମସ୍ତଙ୍କୁ ଆଉ ଥରେ କହି ରଖୁଛି ଯେ ଆପଣ ଯଥାଶୀଘ୍ର ଆପଣଙ୍କ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଆପଣ ଆପଣଙ୍କର କୃଷକ ପୋର୍ଟାଲରେ ଆପଣ ପଞ୍ଜୀକରଣ କରିନିଅନ୍ତୁ। ଲାଷ୍ଟ ଡେଟ୍ ହେଉଛି ଡିସେମ୍ବର 31 ତାରିଖ 2025। ତାପରେ ଆପଣ ଆଉ ପଞ୍ଜୀକରଣ କରିପାରିବେ ନାହିଁ ଏବଂ ପରବର୍ତ୍ତୀ କିସ୍ତି ଟଙ୍କା ପାଇପାରିବେ ନାହିଁ। ଆମ ଓଡ଼ିଶାରେ ବହୁତ ଚାଷୀ ଅଛନ୍ତି ଯେଉଁମାନେ ସରକାରଙ୍କ ଠାରୁ ଆସୁଥିବା ଅପଡେଟ୍ ଗୁଡ଼ିକ ଜାଣିପାରୁନାହାନ୍ତି ଏବଂ ସେମାନେ ସରକାରଙ୍କର ଯେଉଁ ଅପଡେଟ୍ ଗୁଡ଼ିକ ମାନେ କମ୍ପ୍ଲିଟ୍ କରୁନାହାନ୍ତି, ଯାହାଫଳରେ ସେମାନେ ନିଜର ପାଉଥିବା ଟଙ୍କାକୁ ବି ହରେଇ ବସିବାକୁ ଯାଉଛନ୍ତି। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣ ଯଥାଶୀଘ୍ର ଯାଇ କୃଷକ ପୋର୍ଟାଲରେ ପଞ୍ଜୀକରଣ କରି ନିଅନ୍ତୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ସମସ୍ତଙ୍କ ପାଖକୁ ସେୟାର କରିଦିଅନ୍ତୁ। ଏ ଅପଡେଟ୍ଟି ସମସ୍ତଙ୍କ ପାଖରେ ପହଞ୍ଚୁ, ସମସ୍ତେ ଜାଣିପାରିବେ। ଏବଂ ସମସ୍ତଙ୍କୁ ଅନୁରୋଧ, ଏପର୍ଯ୍ୟନ୍ତ ଯଦି ଆପଣ ଚ୍ୟାନେଲରେ ପ୍ରଥମ ଥର ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିନିଅନ୍ତୁ। ଏବଂ ଆପଣମାନଙ୍କୁ କହି ରଖୁଛି, ଏହା ରିଗାର୍ଡିଂ ଆପଣଙ୍କର ମତାମତ ଦେବାର କିଛି ଅଛି କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆଜି ପାଇଁ ଭିଡ଼ିଓରେ ଏତିକି, ରହିଲି।
ଜୟ ଜଗନ୍ନାଥ।